5 ବର୍ଷର ନିଃସ୍ୱାର୍ଥପର ପ୍ରେମ ଆଗରେ ହାରି ଯାଇଥିଲା ପ୍ରେମିକ। ଆଉ ହାରି ଯାଇଥିବା ସେହି ପ୍ରେମିକଟା ଚୁପଚାପ ଠିଆ ହୋଇଥିଲା ବେଳେ ପ୍ରେମିକା ତାକୁ ଚପଲରେ ପିଟି ଚାଲିଥିଲା। କାହିଁକି ଜାଣିଛନ୍ତି? କାହିଁକି ନା ଆଜି ସେହି ପ୍ରେମିକାର ପରିବାର ଆଗରେ ତା ପ୍ରେମଟା ଧରା ପଡ଼ିଯାଇଥିଲା। ଆଉ ପରିବାର ଆଗରେ ନିଜକୁ ଭଲ ଦେଖାଇ ହେବାକୁ 5 ବର୍ଷ ଧରି ରୋମାନ୍ସ କରୁଥିବା ପ୍ରେମିକକୁ ନିଜ ଗୋଡ଼ରୁ ଜୋତା ଖୋଲି ପିଟି ଚାଲିଥିଲା ଆଜ୍ଞା। ସେ ସିନା ପରିବାର ଆଗରେ ନିଜକୁ ଭଲ ବୋଲି ସାବ୍ୟସ୍ତ କରିବାକୁ ପ୍ରେମିକକୁ ପିଟି ଚାଲିଥିଲା, ହେଲେ ସେ ପ୍ରେମିକ ଜଣକ ସେହି ଧୋକେବାଜ ପ୍ରେମିକା ହାତରୁ ସେମିତି ମାଡ଼ ଖାଇ ଚାଲିଥିଲା ପଛେ କିଛି ବି କହୁନଥିଲା। ହୃଦୟ କାନ୍ଦୁଥିଲା, ମନ ଯନ୍ତ୍ରଣାରେ ଛଟଫଟ ହେଉଥିଲା। ୟାଠୁ ବଡ଼ ଯନ୍ତ୍ରଣା କ'ଣ ସେ ମାଡ଼ ଥିଲା ଆଜ୍ଞା? ମାଡ଼ ତ କେବଳ ଦେହର ଚମଡ଼ାକୁ କଷ୍ଟ ଦେଉଥିଲା ଆଜ୍ଞା। କିଛି ସମୟ ପରେ ସେ ଦରଜ ବି ଛାଡ଼ିଯିବ ଆଜ୍ଞା। ହେଲେ ମନ ଆଉ ହୃଦୟରେ ଲାଗିଥିବା ଆଘାତ କ'ଣ ଏତେ ସହଜରେ ଛାଡ଼ି ଯାଇପାରିବ ଆଜ୍ଞା? ପ୍ରେମ ଏ ଅଢ଼େଇ ଅକ୍ଷର ଶବ୍ଦକୁ ବୁଝିବା ଏତେ ସହଜ ନୁହେଁ ଆଜ୍ଞା। ବେଳେବେଳେ ପ୍ରେମିକମାନେ ପ୍ରେମକୁ ନେଇ ଭାରି ସିରିୟସ୍ ହୋଇପଡ଼ନ୍ତି। ଭାବନ୍ତି ଯେତେ କଠିନ ସମୟ ଆସୁ ପଛେ ତାଙ୍କ ପ୍ରେମିକା ତାଙ୍କୁ କେବେ ବି ଛାଡ଼ିବନି। ଯେତେ କଠିନ ପରିସ୍ଥିତି ଆସୁ ପଛେ ତା ମନର ମାନସୀ କେବେ ତା ହାତ ଛାଡ଼ିବନି। କିନ୍ତୁ ସେହି ପ୍ରେମିକା ଯେତେବେଳେ ପରିବାର ଆଉ ସମ୍ପର୍କୀୟଙ୍କ ଆଗରେ ନିଜକୁ ବଞ୍ଚାଇବାକୁ ଯାଇ ସବୁକିଛି ଭୁଲି ପ୍ରେମିକକୁ ଜାଣିନି ବୋଲି କୁହେ, ସେତେବେଳର ସେ କଷ୍ଟ ବୋଧେ ଜୀବନର ସବୁଠୁ ବଡ଼ କଷ୍ଟ ବୋଲି ଆମେ କହିବୁ ଆଜ୍ଞା। ମୁଁ ମିଛ କହୁନି ଆଜ୍ଞା। ଏଇ ଦେଖୁନାହାନ୍ତି ଏଇ ଦୃଶ୍ୟକୁ। ଇଏ ବି ଜଣେ ପ୍ରେମିକ ଆଜ୍ଞା, ଯାହା ବେକରେ ଫୁଲମାଳ ନୁହେଁ ବରଂ ଜୋତାମାଳ ପଡ଼ିଛି। ତାର କାରଣ କ'ଣ ଜାଣିଛନ୍ତି? ସେଇ ପ୍ରେମିକା ଆଜ୍ଞା। ପ୍ରେମିକାର ଜିଦ୍ ଅନୁସାରେ ଏହି ପ୍ରେମିକ ଜଣକ ତା ପ୍ରେମିକାକୁ ଦେଖା କରିବାକୁ ତାଙ୍କ ଗାଁରେ ପହଞ୍ଚିଥିଲା। ଯେତେବେଳେ ସେ ପ୍ରେମିକା ସହିତ ଦେଖା କରି କଥା ହେଉଥିଲା, ସେତେବେଳେ ଗାଁ ଲୋକେ ସବୁ ଦେଖିଦେଇଥିଲେ। ବାସ୍, କାମ ସରିଗଲା ଆଜ୍ଞା। ସେ ଧୋକେବାଜ ପ୍ରେମିକା ପ୍ରେମିକର ସାଥ ଦେବା ବଦଳରେ 6 ବର୍ଷର ପ୍ରେମ ସମ୍ପର୍କକୁ ଭୁଲି ଇଏ କିଏ ଜାଣିନି ବୋଲି କୁଆଡ଼େ ମନା କରିଦେଇଥିଲା। ଆଉ କହିଲା ସେ ମୋ ସହ ଜବରଦସ୍ତି କରିବାକୁ ଚେଷ୍ଟା ମଧ୍ୟ କରୁଥିଲା। ଗାଁ ଲୋକେ ରାଗିଗଲେ, ଆଉ ସିଧା ଗାଁ ଦାଣ୍ଡକୁ ଆଣି ଖୁଣ୍ଟରେ ବାନ୍ଧିଲେ। ଆଉ ପରେ ଜୋତାମାଳ ପକାଇ ପୁରା ଗାଁ ସାରା ବୁଲେଇ ଚାଲିଲେ ଆଜ୍ଞା। ହେଲେ ସେ ପ୍ରେମିକା ସେଠି ରହି ସବୁ ମଜା ଦେଖି ଚାଲିଥିଲା। ଏହି ପ୍ରେମିକା ଯାହା ସହ 6 ବର୍ଷ ଧରି ସବୁ କଲା, ଶେଷରେ ସେହି ପ୍ରେମିକର ଇଜ୍ଜତ ମହତ ବିଚ୍ ରାସ୍ତାରେ ନିଲାମ କରି ବେଶ ଖୁସିରେ ଥିଲା ଆଜ୍ଞା। ଏଭଳି ଯୁବତୀମାନେ କେତେ ଭୟାନକ ତାର ପ୍ରମାଣ ଏହି ଭିନ୍ନ ଭିନ୍ନ 2ଟି ଭିଡ଼ିଓ ହିଁ ପ୍ରମାଣ କରୁଛି ଆଜ୍ଞା। ଆମେ କହୁନୁ ସବୁ ଝିଅ ସେମିତି, ହେଲେ ଅନେକ ଝିଅ ଅଛନ୍ତି ଯେଉଁମାନେ ପରିବାର ଆଗରେ ଧରା ପଡ଼ିଯିବା ଭୟରେ ଏମିତି କାମ କରିବାକୁ କେବେ ବି ପଛାନ୍ତିନି। ଧନ, ଜାନୁ, ଗେଲୁ, ପୁଚୁ କହି ସବୁଠୁ ନିଜର ବୋଲି କରିବାର ନାଟକ କରୁ। ଏଇଭଳି ପ୍ରେମିକାମାନଙ୍କ ନାଟକ ସେତେବେଳେ ଧରାପଡ଼େ ଯେତେବେଳେ ନିଜ ପରିବାର ଆଗରେ ନିଜକୁ ଭଲ ସାବ୍ୟସ୍ତ କରିବାକୁ ଯାଇ ବିଚରା ନିରୀହ ପ୍ରେମିକକୁ ବଳି ପକାଇ ଦିଅନ୍ତି। ସେ ପ୍ରେମର ମାନେ କ'ଣ? ଯେଉଁ ପ୍ରେମ କେବଳ ଦେଖେଇ ହେବାକୁ, ନିଜର କରିବାକୁ ନୁହେଁ। ପ୍ରେମ କରିବାର ଅଛି ତ ଲୈଲା ମଜନୁ ଭଳି କର। ପ୍ରେମ କରିବାର ଅଛି ତ ହୀର ରାଞ୍ଜା ଭଳି କର। ଯେଉଁ ପ୍ରେମ କେବେ ହାରି ନଥିଲା, ଯେଉଁ ପ୍ରେମ ପାଇଁ ବଳିଦାନ ସିନା ଦିଆହେଇଥିଲା, କିନ୍ତୁ ପ୍ରେମକୁ ହରାଇବାକୁ ଜମା ବି ଦିଆଯାଇନଥିଲା। ଶେଷ ପର୍ଯ୍ୟନ୍ତ ଉଭୟ ପ୍ରେମକୁ ପାଇବାକୁ ସଂଘର୍ଷ କରି କରି ଶେଷରେ ଜୀବନ ହାରିବାକୁ ପଡ଼ିଥିଲା ସିନା, ପ୍ରେମରେ ଟିକେ ବି ଦାଗ ଲଗାଇ ଦେଇନଥିଲେ ସେମାନେ। ଆମେ ଜାଣିଛୁ ସେମିତି ପ୍ରେମ ତ ଆଉ କେବେ ଦେଖିବାକୁ ମିଳିବନି। କିନ୍ତୁ ଏମିତି ପ୍ରେମ କରନି ଯେ ନିଜ ପରିବାର ଆଗରେ ବଡ଼ ହେବାକୁ 5 ବର୍ଷ ଧରି ପ୍ରେମ କରୁଥିବା ପ୍ରେମିକକୁ ବଳି ଦେଇଦେବ। ଏମିତି ପ୍ରେମ କରନି ଯେ ନିଜ ପ୍ରିୟଜନଙ୍କ ଆଗରେ ନିଜକୁ ଭଲ ବୋଲି ସାବ୍ୟସ୍ତ କରିବାକୁ 6 ବର୍ଷ ଧରି ଭଲ ପାଉଥିବା ପ୍ରେମିକର ଇଜ୍ଜତ ମହତ ମାଟିରେ ମିଶାଇଦେବ। ଥରେ ଭାବିଲେ ସେହି ସମୟରେ ତାଙ୍କ ମନ ଭିତରେ କେମିତି ବିତୁଥିବ। ଏ ଦୃଶ୍ୟ ହିଁ ବୟାନ କରୁଥିଲା ଏ ପ୍ରେମଟା ଭାରି ଧୋକେବାଜ। ଏ ଦୃଶ୍ୟ ହିଁ ବୟାନ କରୁଥିଲା ଏ ପ୍ରେମିକାମାନଙ୍କ ଉପରେ କେବେ ଭରସା କରି ହୁଏ ନା ଆଜ୍ଞା। ସବୁ ପରେ ବି ଆମେ ପ୍ରେମ କରୁଥିବା ପ୍ରେମିକା ଯେତେବେଳେ ଜିଦ୍ କରି ଡାକେ, ଆମେ ଆଗ ପଛ ଚିନ୍ତା ନ କରି ବୀର ଭଳି ତା ପାଖରେ ପହଞ୍ଚି ଯାଆନ୍ତି। କାହିଁକି ନା ପ୍ରେମଟା ପରା ଅନ୍ଧ। ସବୁ ପରେ ବି ପ୍ରେମ କରୁଥିବା ପ୍ରେମିକ ପାଖରେ ଯଦି ପ୍ରେମିକା ବିରୁଦ୍ଧରେ କେହି ସାଙ୍ଗ କହିଦିଏ, ସେ ପ୍ରେମିକ ସେତେବେଳେ ସାଙ୍ଗକୁ ଛାଡ଼ି ଦେଇପାରେ, କିନ୍ତୁ ପ୍ରେମିକାକୁ ନୁହେଁ ଆଜ୍ଞା। କିନ୍ତୁ ଜଣେ ପ୍ରେମିକା ପାଖରେ କେହି ଯଦି ପ୍ରେମିକ ବିରୁଦ୍ଧରେ କୁହେ, ତେବେ ସେ ପ୍ରେମିକା ତୁରନ୍ତ ରିଆକ୍ସନ୍ ଦେବା ଆରମ୍ଭ କରେ। କିଛି ବୁଝିବା ଆଉ ଜାଣିବା ପୂର୍ବରୁ ଝଗଡ଼ା କରେ। ଦରକାର ପଡ଼ିଲେ କିଛି ସମୟ ପରେ ବ୍ରେକଅପ୍ କରିବାକୁ ବି ଜମା ପଛାଏନି ଆଜ୍ଞା। ଏଇଟା ମୋ ଏକ୍ସପିରିଏନ୍ସ କହୁଛି। ମୋ ପାଖକୁ ଯେତିକି କଲ୍ ଆସୁଛି ଆଉ ଯେତିକି ଘଟଣା ମୁଁ ନିଜେ ଦେଖୁଛି, ମୋ ଅନୁଭୂତିରେ କହୁଛି ଆଜ୍ଞା। ହେଲେ ଆପଣଙ୍କ ମତ କ'ଣ? ସତରେ କ'ଣ ଅଧିକାଂଶ ପ୍ରେମିକା ଏମିତି କରନ୍ତି, ନା ମୋ କଥା ପୁରା ଭୁଲ? ଆପଣଙ୍କ ବିଚାର କମେଣ୍ଟ କରି ନିଶ୍ଚୟ ଜଣାଇବେ ଆଜ୍ଞା। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।